प्रसंग मु नहीं निज स्वामी को जानिबा नो योर हजबैंड। तो घरे भाई माने थिले सुनले बहुत खुशी हेबे जा हो एमतीटा शिखाउचंती भणी मानकु सब सप्ताह रे आमे लेडीज मीटिंग पठेबा बोली भाबे तो आमे अनेक समय भाबू मु मो स्वामी को बुझी पारु नै मु मोर स्वामी को जानी पारु नै ए प्रकार आमनकर मनरे चिंता आसी ମୁଁ କଣ କରିବି ମୋ ସ୍ୱାମୀଙ୍କୁ ମୁଁ ଏତେ ଦିନ ହେଲା ବୁଝି ପାରୁନାହିଁ ତାଙ୍କୁ କଣ ପସନ୍ଦ କଣ ନା ପସନ୍ଦ ମୁଁ ଜାଣି ପାରୁନାହିଁ ସେ କାହିଁକି ବେକାର ବେକାରଟାରେ ମୋର କିଛି ଭୁଲ ନଥିଲେ ମଧ୍ୟ ସେ ଅନେକ ସମୟରେ ଚିଡଚିଡ ହେଇଯାଉଛନ୍ତି ଏ ପ୍ରକାର ବିଷୟ ଗୁଡିକ ଆସେ ପ୍ରିୟ ଭଉଣୀ ମାନେ ଆଜି ଆପଣମାନଙ୍କ ନିକଟରେ ମୁଁ ରଖିବାକୁ ଚାହେଁ ନିଜ ନିଜ ସ୍ୱାମୀକୁ ଆମେ ଚିହ୍ନିବା ନିଜ ସ୍ୱାମୀକୁ ଆମେ ଜାଣିବା नो योर हजबैंड ମୋ ସ୍ୱାମୀକୁ ମୁଁ ଜାଣିବି ଆଉ ମୋ ସ୍ୱାମୀ କଣ ପସନ୍ଦ କରନ୍ତି ତାହା ମାନଙ୍କୁ ଜାଣିବା ଆବଶ୍ୟକତା ରହିଛି। ଆମେ ନିଜ ମା ବାପା ଘର ଛାଡିକିନା ଜଣେ ଅଜଣା ଲୋକ ସହିତ ରହିବାକୁ ଆମେ ପଳେଇ ଆସୁ ତାଙ୍କ ବିଷୟରେ ଆମେ କିଛି ଜାଣିନଥାଉ କିନ୍ତୁ ପ୍ରତ୍ୟେକ ସ୍ୱାମୀ ମାନଙ୍କୁ ଆମେ ଜାଣିପାରିବା କେମିତି ପ୍ରଥମ ବିଷୟ ହେଲା ଆମ ସ୍ୱାମୀ ଆମ ଠାରୁ କଣ ଚାହାନ୍ତି ଆମ ସ୍ୱାମୀ ସେ ସବୁବେଳେ ଆମକୁ ବେଷ୍ଟ ଦେଖିବା ପାଇଁ ଚାହାନ୍ତି ସେ ସବୁବେଳେ ଆମମାନଙ୍କୁ ସୁନ୍ଦର ଦେଖିବା ପାଇଁ ଚାହାନ୍ତି ସେ ସବୁବେଳେ ଆମମାନଙ୍କୁ ଟିପ୍ ଟପ୍ ହେଇ ଦେଖିବାକୁ ଚାହାନ୍ତି ଏ ଫାଷ୍ଟ ପଏଣ୍ଟରେ ହିଁ ମୁଁ ଫେଲୋର କାରଣ ମୁଁ କେବେ ମଧ୍ୟ ଘରେ ଦେଖିବେ ମୋର ଅବସ୍ଥା ଠିକ ନଥାଏ କିନ୍ତୁ ଆମ ସ୍ୱାମୀ ମାନେ ଆମକୁ ବେଷ୍ଟ ସବୁବେଳେ କେମିତି ଦେଖିବା ପାଇଁ ଚାହାନ୍ତି ବେଷ୍ଟ ଦେଖିବା ପାଇଁ ଚାହାନ୍ତି ସୁନ୍ଦର ଦେଖିବା ପାଇଁ ଚାହାନ୍ତି ଯେମିତି କି ସବୁବେଳେ ଆମେ ଝିଅ ପିଲାମାନେ ଘରେ ଥିଲେ କେମିତି ଝାଳ ନାଳ ହେଇ ଗୋଟେ ନାଇଟି ପିନ୍ଧି ଆମର ଡେଟି ନାଇଟି ଗୋଟେ ଏକା ଆମେ ସେ ନାଇଟିକୁ ଏକା ଆମ ଡେରେ ମଧ୍ୟ ଆମେ ପିନ୍ଧି ବହୁତ ଝାଳ ନାଳ ହେଇ ଚୁଟି ବି ଆମେ କୁଣ୍ଡେଇ ନଥାଉ କେମିତି ହେଇକିନା ଆମେ ଗୋଟେ ବସିଥାଉ ଘରେ ରହିଥାଉ ଘରେ ଇଭେନ ଆମ ଘରେ ଯଦି କୋଉ କାମବାଲି ମାନେ ଆସିବେ ସେମାନେ ହେଲେ ଟିପ୍ ଟପ୍ ହେଇକିନା ଥିବେ ମାତ୍ର ଆମେ ସେମିତି ନଥିବୁ ଚିହ୍ନି ହେବ ନାହିଁ ଯେ କିଏ ମାଲିକାଣୀ ଆଉ କିଏ ଘରେ କାମ କରିବା ଲୋକ ସେ ପ୍ରକାର ଅବସ୍ଥା ଆମ ମାନଙ୍କର ହେଇଯାଇଥାଏ ଅନେକ କଥା ଆମେ ଶୁଣିଛୁ ନା ଅନେକ ସ୍ୱାମୀ ମାନେ କାମାଲିର ଚୋକରରେ ପଡି ଯାଇଥାଉଛନ୍ତି କାହିଁକି ସେମାନେ ତାଙ୍କ ସ୍ତ୍ରୀ ଠାରୁ ଅଧିକ ସୁନ୍ଦର ସେମାନଙ୍କୁ ସେ କାମବାଲି ମାନେ ଘରେ ଆସି କାମ କରିବା ସେ ଭଉଣୀ ଲାଗୁଛନ୍ତି କାହିଁକି ସେ ସବୁବେଳେ ଟିପ୍ ଟପ୍ ହେଇକିନା ଡ୍ରେସ୍ ଅପ୍ ହେଇକିନା ଆସନ୍ତି ସେ ତାଙ୍କର ଅଫିସ କୁ ଆସିଲା ପରେ ଆସନ୍ତି ତେଣୁ ଅନେକ ସମୟରେ କଣ ହୁଏ ଆ ଶୁଣୁ ଆମେ ନାଇଁ ସେ ତାଙ୍କ ପରିବାରରେ ନା ତାଙ୍କର ଘରେ ଯେ କାମ କରିବାକୁ ଆସୁଥିଲେ ତାଙ୍କ ସହିତ ତାଙ୍କ ସ୍ୱାମୀଙ୍କର ଫେର ହେଲା ସେ ସେମିତି ପଳେଇଲେ କାହିଁକି ସେମିତି ହଉଛି କାରଣ ଆମେ ସ୍ତ୍ରୀ ମାନେ ଆମେ ନିଜକୁ ଆମେ ଭାବୁଛେ ଅନେକ ସମୟରେ ବାହା ହେଲୁ ତ ଆଉ କିଛି ଆବଶ୍ୟକତା ନାହିଁ ଆମମାନଙ୍କୁ ସଜବାଜ ହେବା ଆବଶ୍ୟକ ନାହିଁ ଆମ ସ୍ୱାମୀ ମାନଙ୍କୁ ଆହୁରି ମାନେ ସେ ସବୁ ଦରକାର ନାହିଁ ଆମେ ଯେମିତି ହେଲେ ମଧ୍ୟ ସେ ଆମକୁ ଗ୍ରହଣ କରିବେ ଅନେକ ସ୍ୱାମୀ ମାନଙ୍କର ବଡପଣ ଯେ ଆମେ ଯେମିତି ହେଲେ ମଧ୍ୟ ସେ ଆମମାନଙ୍କୁ ଗ୍ରହଣ କରୁଛନ୍ତି ଆମମାନଙ୍କ ଠାରୁ ଅଲଗା ଆଡେ ଆଖି ବୁଲାଉନାହାନ୍ତି ମାତ୍ର ମୁଁ ଭଉଣୀ ମାନଙ୍କୁ କହିବାକୁ ଚାହେଁ ଆମେ ମାନେ ନିଜେ ନିଜେ କଣ ହେବାର ଅଛି ଆମର ସ୍ୱାମୀ କଣ ଚାହାନ୍ତି ଆମକୁ ସବୁବେଳେ ବେଷ୍ଟ ଦେଖିବାକୁ ଚାହାନ୍ତି ମୁଁ କହୁନାହିଁ ଯେ ବେଷ୍ଟ ମାନେ ଆମେ ସବୁବେଳେ କଷ୍ଟଲି ଲୁଗା ପଟା ପିନ୍ଧିକିନା ଥିବା ତାହା ନାହିଁ ଗୋଟେ ସଫା ସୁତୁରା ହେଇକିନା ଥିବା ଉତ୍ତମ ଭାବରେ ଆମେ ନିଜର ଡ୍ରେସ୍ କୋଡ୍ କୁ ମଧ୍ୟ ଉତ୍ତମ ରଖିବା ଆମେ ନିଜ ଶୋଇ ଉଠୁ ଉଠୁ ଆମର ଗେଟଅପ୍ କୁ ଆମେ ସୁନ୍ଦର କରି ରଖିବା ଆମର ଶରୀରରୁ ସବୁବେଳେ ଝାଳ ଗନ୍ଧ ମସଲା ଗନ୍ଧ ଆକା ବାହାରୁ ନଥାଉ ପରମ ଗୀତରେ ଗୋଟେ କଥା ଲେଖାଯାଏ ପରମ ଗୀତ 4:11 ପଢନ୍ତୁ ତାର ଶେଷ ପଦରେ ଅଂଶରେ ବହୁତ ବଢିଆ କଥା ଗୋଟେ ଲେଖାଯାଇଛି ଆଗ ମୋହର କନ୍ୟା ତୁମ୍ଭ ଅଷ୍ଟାଧରରୁ ମଧୁ ଚାକ ପରି ଟପା ଟପା କ୍ଷରେ ମଧୁ ଓ ଦୁଗ୍ଧ ତୁମ୍ଭ ଜିହ୍ବା ତଳେ ଥାଏ ତୁମ୍ଭ ବସ୍ତ୍ରର ସୁଗନ୍ଧ ଲିବାନନର ସୁଗନ୍ଧ ତୁଲ୍ୟ। ହଁ ଆମର ଶରୀରରୁ ଆମର ବଡିରୁ ସବୁବେଳେ କେମିତି ଗୋଟେ ଭଲ ସ୍ମେଲ ବାହାରୁଥିବାର ଅଛି ଆମର ପାଖକୁ ଆଇଲେ ଆମ ସ୍ୱାମୀକୁ ସବୁବେଳେ କେମିତି ଗୋଟେ ସବୁବେଳେ ଖାଲି ଝାଳ ନାଳ ହେଇଥିବ ନାଇଁ ତୁମ ଶରୀରରୁ ଖାଲି ମସଲା ଗନ୍ଧ ଏ ପ୍ରକାର ନାହିଁ ପ୍ରିୟ ଭଉଣୀ ମାନେ ଆମ ଠାରୁ ଗୋଟେ ଭଲ ସୁବାସ ବାହାରୁଥିବାର ଅଛି ଆଉ ଆମେ ସବୁବେଳେ ମୁଁ କହେ ଆମେ ଯେହେତୁ ଅନେକ ଜଣ ଏ ସ୍ଥାନରେ ବସିଛୁ ପ୍ରାୟ ଆମେ ହାଉସ ୱାଇଫ ଅଛୁ ଆମର ଅଫିସ କୋଟା କିଚେନ
ତ ଲୋକମାନେ ଅଫିସ କୁ ଗଲା ବେଳେ କେମିତି ହେଇଯାଉଛନ୍ତି, ପୁରା ଟିପ୍ ଟପ୍ ହେଇକିନା ଯାଉଛନ୍ତି। ତ ଆମେ ମଧ୍ୟ ଯୋଉ ସମୟରେ ଆମର ଅଫିସ କୁ ଯାଉ, ଆମେ କିଚେନ କୁ ଯାଉ, ଆମର ଘର ହେଲା ଆମର ଅଫିସ, ତ ସେ ସମୟରେ ଆମ ନିଜକୁ ମଧ୍ୟ ସୁସଜ୍ଜିତ କରି ରଖିବାର ଅଛି। କାହା ପାଇଁ? ନିଜ ସ୍ଵାମୀଙ୍କ ପାଇଁ। ଆମ ସ୍ଵାମୀ ଚାହାନ୍ତି ଆମମାନଙ୍କୁ ସବୁବେଳେ ସୁନ୍ଦର ଦେଖିବା ପାଇଁ। ଆମ ସ୍ଵାମୀ ଚାହାନ୍ତି ଯେ ମୋ ସ୍ତ୍ରୀ ସବୁବେଳେ ଗେଟ୍ ଅପ୍ ରେ ଥାନ୍ତୁ। ସେ ଚାହାନ୍ତି ଆମ ଅନେକ ସମୟ ନାଇଁ ବାହା ହେଇ 10 ବର୍ଷ ହେଲାନି, 12 ବର୍ଷ ହେଲାନି, 15 ବର୍ଷ ହେଲାନି, ସେ ସବୁର ଆହୁରି କଣ ଦରକାର? ନାଇଁ, ସେ ସବୁର ଆବଶ୍ୟକତା ରହିଛି ପ୍ରିୟ ଭଉଣୀ ମାନେ। ଆମକୁ ନିଜକୁ ଆମ ସ୍ଵାମୀଙ୍କ ପାଇଁ ସଜେଇ ହେବାର ଆବଶ୍ୟକତା ରହିଅଛି। ଅନେକ କ୍ଷେତ୍ରରେ ଏସବୁ କଥା ମୁଁ କାହିଁକି କହୁଛି, ମୁଁ ଦେଖେ ଆଉ ଅନେକଙ୍କ ପରିବାରରୁ ଏ ପ୍ରକାର କମ୍ପ୍ଲେନ ଗୁଡିକ ମଧ୍ୟ ଆସେ। ଆମେ ଅନେକ ସମୟରେ କହୁନା ନା, ମତେ ମୋ ସ୍ଵାମୀ ଆଉ ମତେ ପ୍ରେମ କରୁନାହାନ୍ତି, ମୋ ସ୍ଵାମୀ ଆଉ ମତେ ଅନାଉନାହାନ୍ତି। ଆମେ ଅନେଇଲା ପରି ଥିଲେ ତ ସେ ଆମକୁ ଅନେଇବେ। ଆମେ ତ ଅନେଇଲା ପରି ନଥାଉଛୁ। ଆମେ ଅନେକ ସମୟରେ କାମ କଲା ବେଳେ ପୁରା କେମିତି ଥାଉଛୁ, ସେ ସୂର୍ଯ୍ୟ ଗୋଳା ପରି ହେଇକିନା ପୁରା ଗରମ ହେଇକିନା ଥାଉଛୁ। ତ ସେ କେତେବେଳେ ଅନେଇବେ ଆମକୁ ପ୍ରିୟ ଭଉଣୀ ମାନେ। ତ ଆମେ ନିଜକୁ ସେ ପ୍ରକାର କରି ପ୍ରସ୍ତୁତ କରି ରଖୁ। ମୁଁ ନିଜେ ସ୍ୱୀକାର କରୁଛି, ଫାର୍ଷ୍ଟ ପଏଣ୍ଟରେ ମୁଁ ନିଜେ ହିଁ ଫେଲର। ଆଉ ମୁଁ ଏବେ ନିଜକୁ ଟିକେ ପ୍ରାକ୍ଟିସ କରୁଛି, ନାଇଁ ଯେ ବିବାହ ପରେ ମଧ୍ୟ ଯେମିତି ବିବାହ ନ ହେବା ମ୍ୟାରେଜ ପୂର୍ବରୁ ଟିକେ ଭାବନ୍ତୁ ତ, ଯଦି ଆମକୁ ଦେଖବା ପାଇଁ ଆସୁଛନ୍ତି ବୋଲେ ଆମେ କେତେ ସଜେଇ ହଉଥିଲୁ। ନାଇଁ ଦେଖିବା ଏବେ ଏମିତି ଭଲ ଲାଗିବ, ତାଙ୍କୁ ଏ କଲର ପସନ୍ଦ, ଆମେ ସେ ସବୁ ପସନ୍ଦ ଉପରେ ଧ୍ୟାନ ଦେଇଥିଲୁ। କିନ୍ତୁ ଗୋଟେ ଛୁଆ ହେଲା ପରେ ଆମେ ଆଉ କଣ ହେଇଯାଇଛୁ, ଘରର ଚାକିରାଣୀ ହେଇଯାଇଛୁ, ଘରର କାମବାଲି ହେଇଯାଇଛୁ, ପିଲାମାନଙ୍କର ଆୟା ହେଇଯାଇଛୁ। ମାତ୍ର ଆମର ସ୍ଵାମୀଙ୍କର ସ୍ତ୍ରୀ କୁଆଡେ ହଜି ଯାଇଛି। ସେ ସ୍ଵାମୀ ସବୁବେଳେ ସେ ସ୍ତ୍ରୀ କୁ ଖୋଜୁଛନ୍ତି କିନ୍ତୁ ପାଉନାହାନ୍ତି। ଯଦ୍ଵାରା କି ପ୍ରିୟ ଭଉଣୀ ମାନେ, ଅନେକ ସ୍ଵାମୀ ମାନେ ଅଲଗା ଆଡେ ତାଙ୍କର ସ୍ତ୍ରୀ ମାନଙ୍କୁ ସେ ଖୋଜନ୍ତି। ତେଣୁ ଆମେ ନିଜକୁ ସେଥିପ୍ରତି ଆମେ ଧ୍ୟାନ ଦଉ। ଆଉ ଆମ ସ୍ଵାମୀ କଣ ଚାହାନ୍ତି? ଗୋଟେ ସଫା ଘର ଚାହାନ୍ତି, କ୍ଲିନ ହାଉସ ଚାହାନ୍ତି। କେମିତି ଅନେକ ସମୟରେ ସ୍ଵାମୀ ହାଲିଆ ହେଇ ଆସିଥିବେ, ପୁରା ସଫା ବର୍ଷି ବସିବା ଜାଗାରେ ଲୁଗା ଗଦା କରିଦେଇଥିବ। ବସିବି ଗଲା ବେଳେ ତାଙ୍କୁ ବସିବା ପାଇଁ ଜାଗା ନଥିବ। ଚା କପ୍ ପିଇକିନା ସେଠି ପଇରା ଏକା ସେମିତି ରହିଯାଇଥିବ। ସକାଳେ ଚା ପିଆ ହେଇଥିବ କିନ୍ତୁ ସେ ଆସିବା ଯାଏ ସେ ଚା କପ୍ ସେ ସ୍ଥାନରେ ଥିବ। ତାଙ୍କୁ କେତେ ବିରକ୍ତ ଲାଗିବ ନା। ତେଣୁ ଆମେ ସେଥିପ୍ରତି ମଧ୍ୟ ଆମେ ଧ୍ୟାନ ଦେବା ଯେ ସ୍ଵାମୀ ଆସିବା ପୂର୍ବରୁ। ଅନେକ ସମୟରେ ଭଉଣୀ ମାନେ କଣ କରନ୍ତି, ଆମେ ଜାଣୁ ଯେ ସ୍ଵାମୀଙ୍କର କାମରୁ ଫେରିବା ସମୟ ସେଟା, ସେ ସମୟରେ ଆମେ ଘର ଝାଡୁ କରୁଥିବା, ଘର ପୋଛୁଥିବା। ଘର ପୋଛିଲା ବେଳେ ହାଲିଆ ହେଇ ପୋଛୁଥିବା, ସେ ପଶି ଆସିଲେ ଆମକୁ କେମିତି ରାଗ ଲାଗିବ। ତାଙ୍କୁ ପାଟି କରି, ନାଇଁ ତୁମେ ବାହାରେ ଠିଆ ହୁଅ। ସେ ସଫା ଘର ଚାହାନ୍ତି କିନ୍ତୁ ଆମେ ସେ ଆସିବା ପୂର୍ବରୁ, ସେ ନଥିବା ସମୟରେ ଆମେ ଆମର ଘରକୁ ଆମେ ସଫା କରିବା। ବେଡରୁମ ରେ ହାଲିଆ ହେଇକିନା ଆସି ଶୋଇବା ସମୟରେ ଲୁଗାପଟା ଆମେ ଗଦେଇ ଦେଇଥିବୁ। ସେ ଆସି ଶୋଇବେ ଗଲା ବେଳେ ସେ ବିରକ୍ତ ହେଇଯାଆନ୍ତି। ଘରେ ଘରେ ଏବେ ଦେଖନ୍ତୁ, କୁଆଡେ ଆମେ ବାହାରକୁ ଯାଇଥିବୁ, ପିଲାମାନଙ୍କୁ ଘର ଛାଡିକିନା ଯାଇଥିବ, ଆମେ ଆସିଲା ବେଳେ ଯଦି ଘର ପୁରା କବାଟ ଖାନା ପରି ହେଇଯାଇଥିବ, ଆମର ଘରର ନକ୍ସା ଜୋଗ୍ରାଫି ପୁରା ଚେଞ୍ଜ ହେଇଯାଇଥିବ, ଆମକୁ କେମିତି ବିରକ୍ତ ଲାଗେ। ସେ ପ୍ରକାର ଆମ ସ୍ଵାମୀ ମଧ୍ୟ ଚାହାନ୍ତି ସେ ଘରକୁ ଫେରିଲା ବେଳେ ତାଙ୍କୁ ବସିବା ଜାଗା ସଫାସୁତୁରା ମିଳୁ, ତାଙ୍କୁ ଟିକେ ରେଷ୍ଟ କରିବା ଜାଗା ମଧ୍ୟ ସଫାସୁତୁରା ମିଳୁ। ଆମେ ଅଳସୁଆ ହେବା ନାହିଁ ପ୍ରିୟ ଭଉଣୀ ମାନେ। ହିତୋପଦେଶ 31:27 ଲେଖାଗଲା ଗୋଟେ କଥା। ସିଏ ଆପଣା ପରିବାରର ଆଚରଣରେ ମନୋଯୋଗ କରେ, ପୁଣି ଆଳସ୍ୟର ଆହାର ଖାଏ ନାହିଁ। ହୁଁ। ଯୋଉମାନେ ଅଳସୁଆ ହୁଅନ୍ତି ସେମାନେ ହିଁ ଘର ଦ୍ୱାରକୁ କଣ କରନ୍ତି ନାହିଁ, ସଫା ରଖନ୍ତି ନାହିଁ। ଅନେକ ସମୟରେ ଆମେ ଏ ପ୍ରକାର ହେଇଯାଉ ଯେ, କିଏ ଗୋଟେ ଆସିଲା ବେଳେ କେମିତି ବ୍ୟସ୍ତ ହେଇଯାଉ ଘର ଟିକେ ଗନ୍ଧିଆ ଥିଲେ। କିଏ ଆସୁଛନ୍ତି ବୋଲି ଜାଣିଲେ ଏଟା ଲୁଚାଅ ସେଟା ଲୁଚାଅ ବୋଲି, କାହିଁକି ନା ଅଳସ ହେଇ 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 ବସିଥାଉ। ଲୋକ ଆଇବାଟା ଶୁଣିଲେ ଆମେ ଆକ୍ଟିଭ ହେଇଯାଇ ସଫା କରିଥାଉ। ନାଇଁ ପ୍ରିୟ ମାନେ, ଯୋଉ ସମୟରେ ଯୋଉ କାମ ଗୁଡିକ କରିବା କଥା ଆମେ ସେଇ କାମ ଗୁଡିକ ଆମେ କରିଯିବା। ଆମେ ଅଳସୁଆ ହେବା ନାହିଁ, ଆମେ ସଫା ସୁତୁରା ରଖିବା। ଯେମିତି କୁହାଯାଏ ଯେ ଗାଁ ତୁଟରୁ ହିଁ ଜଣା ପଡେ ଯେ ଗାଁର ପରିମଳ କେମିତି ଥିବ। ଆମେ ଗାଁର ତୁଟକୁ ଦେଖିଲେ ଆମେ ଜାଣିଦେବା ଯେ ଏ ଗାଁ ଗୋଟେ ଅଳସୁଆ ଗାଁ, ନା ସଫା ଗାଁ, ନା ଗନ୍ଧିଆ ଗାଁ ବୋଲି ଆମେ ଜାଣିଦେବା। ଠିକ ସେମିତି ପ୍ରିୟ ଭଉଣୀ ମାନେ, ଆମ ଘରକୁ ମଧ୍ୟ ଆମେ ସଫା ରଖୁ। କାରଣ ସଫା ସୁତୁରା ଘର ଆମର ସ୍ଵାମୀ ମାନଙ୍କୁ ପସନ୍ଦ।
ଆଉ ଅଳସୁଆ ହେବା ବେଲେ କେମିତି ହେଇଥିବ ସେ ଘରର ଅବସ୍ଥା। 24 ହିତୋପଦେଶ 24 ର 30 31 ପଢନ୍ତୁ। ମୁଁ ଅଳସୁଆର କ୍ଷେତ୍ର ଓ ନିର୍ବୋଧ ଲୋକର ଦ୍ରାକ୍ଷା କ୍ଷେତ୍ର ନିକଟ ଦେଇ ଗଲି। ପୁଣି ଦେଖ, ତହିଁର ସବୁଆଡେ କଣ୍ଟା ବଢିଅଛି ଓ ବିଛୁଆତି ତହିଁ ଉପରେ ବ୍ୟାପ୍ତ ଅଛି। ତହିଁର ପଥର ପାଚାରୀ ସବୁ ଭଗ୍ନ ହୋଇଅଛି। କେମିତି ହେଇଥିବ ସେ ଘର? କହିବେନି କି ମଟନ ଦୋକାନ ପରି ହେଇଥିବ। କୋଉଟା କୋଉ ଜାଗାରେ ନଥିବ, ଯୋଉ ଜାଗାରେ ରହିବା କଥା ସେ ଜିନିଷ ସେ ଜାଗାରେ ନଥିବ। ଲୁଗାପଟା ଯେମିତି ଆମର କୋରାପୁଟିଆ ଭାଷାରେ ଓଲେଇ ବିଲେଇ ହେଇ ଇଠି ସିଠି ଭର୍ତ୍ତି ହେଇଥିବ। ଚେୟାରରେ ଲୁଗା, ବିଭିନ୍ନ ପ୍ରକାର ବିଷୟ ଗୁଡିକ ଖଟ ଉପରେ ଇଠି ସିଠି, କାହିଁକି ନା ସେଟା ଅଳସୁଆର କ୍ଷେତ୍ର। କେମିତି ହେଇଥିବ? ସେ କ୍ଷେତ୍ରରେ କଣ୍ଟା ଗଛ ଭର୍ତ୍ତି ହେଇଥିବ। ଆଉ ଲୋକମାନେ ଅଳସୁଆର କ୍ଷେତ୍ରକୁ ଯିବାକୁ କେହି ପସନ୍ଦ କରିବେ ନାହିଁ। ଅନେକ ସମୟରେ ଆମର ଘରେ ଆଇଲେ ମଧ୍ୟ ଯଦି ଆମେ ଟିକେ ସଫା ସୁତୁରା ନଥିବା, ଲୋକ ଖାଇବା ପାଇଁ ମଧ୍ୟ ପସନ୍ଦ କରିବେନି। କାହିଁକି ଖାଇଲେ ନାଇଁ ବୋଲି ଦେଖିଲା ବେଳେ, ନାଇଁ ଇଚ୍ଛା ନଥିବ ତ ଖାଇଲେ ନାଇଁ ବୋଲି କହିବେ। ମାତ୍ର କାରଣ କଣ ହେଇଥିବ? ନାଇଁ ତୁମେ ଏତେ ଗନ୍ଧିଆ ଯେ ଖାଇହବ ନାଇଁ। ଆମର ଘରେ ଏତେ ବୋଟେନ ବାପା, ସେ ଭୋଟ ବଲେ ବଲେ ଏତେ ଅଳସୁଆ, ଏତେ ଗନ୍ଧିଆ, ତାଙ୍କର ଘର ଗ୍ଲାସ ରେ ପାଣି ପିଇବାକୁ ମଧ୍ୟ ଭଲ ଲାଗିବନି। ଏମାନେ ମାତ୍ର ଆମର ଭଉଣୀ ମାନେ ବହୁତ ସଫା ସୁତୁରା ରଖନ୍ତି। ମତେ ଆମର ଭଉଣୀ ମାନଙ୍କ ଘରକୁ ଯେବେ ଯାଏ, ତାଙ୍କର ସେ ରୋଷେଇ କରିବା ଭେସଲ ଯାକ ଯେତେବେଳେ ଦେଖେ, ତାଙ୍କର କଢେଇ ହାଣ୍ଡି ଯାକ ଦେଖିଲେ ମତେ ଟିକେ ନିଜକୁ ଖରାପ ଲାଗେ। କାରଣ ମୁଁ ଏତେ ପରିଶ୍ରମ କରି ମୁଁ ସଫା କରିପାରେ ନାହିଁ। ମାତ୍ର ଆମର ଭଉଣୀ ମାନେ ବହୁତ ସୁନ୍ଦର ସଫା ସୁତୁରା କରି ରଖନ୍ତି। ଆଉ ଏସବୁ କ୍ଷେତ୍ରରେ ଆମ ମଣ୍ଡଳୀର ପ୍ରତ୍ୟେକ ଭଉଣୀ ମାନେ ବହୁତ ଭଲ। ଆମ ସ୍ଵାମୀ ମାନେ ଗୋଟେ ସଫା ଘର ଚାହାନ୍ତି। ଆଉ ମୁଁ କହିବାକୁ ଚାହେଁ, ଆମେ ସ୍ଵାମୀ ମାନଙ୍କ ପାଇଁ ପ୍ରତ୍ୟେକ ବିଷୟ ଆମେ କ୍ଲିନ କରି ରଖିଥାଉ। ସେମାନଙ୍କର ଲୁଗାପଟା, ସେମାନଙ୍କର ଯାହା ଆବଶ୍ୟକ, ପ୍ରିୟ ଭଉଣୀ ମାନେ ସେ ସବୁ ବିଷୟକୁ ପ୍ରଭୁ ଆମମାନଙ୍କୁ ଏ ପ୍ରକାର ଏକ ସୌଭାଗ୍ୟ ଦେଇଛନ୍ତି ଯେ ଆମମାନଙ୍କର ସ୍ଵାମୀ ମାନଙ୍କର ସେବା କରିବା ପାଇଁ। ଆମମାନଙ୍କୁ ହାଉସ ୱାଇଫ ଭାବରେ ପ୍ରଭୁ ରଖିଛନ୍ତି। ତ ଆମ ସ୍ଵାମୀଙ୍କୁ ଆମେ ଚିହ୍ନିବା। ଆମ ସ୍ଵାମୀଙ୍କୁ ଚିହ୍ନିବା ଯେ ସେ ଗୋଟେ ସଫା ଘର ଚାହାନ୍ତି। ତ ଆମେ ଗୋଟେ କ୍ଲିନ ହାଉସ, ଆମର ଘରକୁ ଛୋଟ ଘର ହେଇଥାଉ, ନିଜର ଘରକୁ ଆମେ ବହୁତ ସୁନ୍ଦର ଭାବରେ ଆମେ ସଜେଇବା। ଆମମାନଙ୍କର ଭଉଣୀ ଅଛନ୍ତି, ସେ ବହୁତ ସୁନ୍ଦର ଆର୍ଟ କରନ୍ତି। ତାଙ୍କର ଘର ଛୋଟ ଅଛି, ଆହୁରି ଗୋଟେ ଘର କରିଛନ୍ତି, କମ୍ପ୍ଲିଟ ହେଇନାହିଁ। ମାତ୍ର ସେ ବହୁତ ସୁନ୍ଦର ଭାବରେ, ତାଙ୍କର ଘର 2ଟା ମାତ୍ର ରୁମ ଅଛି ସିନା, ବହୁତ ସୁନ୍ଦର ଭାବରେ ସେ ରଖିଛନ୍ତି। ମତେ ବହୁତ ଭଲ ଲାଗେ। ଆମେ ଆମର ଘରେ ଛୋଟିଆ ଛୋଟିଆ ଉପକରଣରେ ଆମେ ବହୁତ ସୁନ୍ଦର ଭାବରେ ଆମର ଘରକୁ ଆମେ ରଖିପାରିବା। ଆମେ ଭାବୁ ଯେ ବଡ ଗୋଟେ କୋଠା ଘର ହେଇଥିଲେ ମୁଁ ମୋର ଘରକୁ ମୁଁ ବହୁତ ସୁନ୍ଦର ଭାବରେ ରଖିଥାନ୍ତି, ସଜେଇକିନା ରଖିଥାନ୍ତି। ନାଇଁ ଭଉଣୀ ମାନେ, ଛୋଟ ଘରକୁ ମଧ୍ୟ ଆମେ ବହୁତ ସୁନ୍ଦର କରି ଆମେ ରଖିପାରିବା। ଆମ ସ୍ଵାମୀ ପଶୁ ପଶୁ ଲାଗିବାର ଅଛି ଯେ ନାଇଁ, ମୁଁ ଗୋଟେ ବହୁତ ବଢିଆ ରାଜମହଲରେ ପ୍ରବେଶ ଆମର ଘରକୁ ଆମେ ତିଆରି କରିପାରିବା। ମୁଁ ଗତ ଦିନ ମାନଙ୍କରେ ମୁଁ କହୁଥିଲି, ଆମ ହାତରେ ଅଛି ଆମର ଘରକୁ ଆମେ ଗୋଟେ ମରୁଭୂମି ପରି କରି ରଖିବା, ନା ଗୋଟିଏ ବଗିଚା ପରି କରି ରଖିବା। ତ ଆମ ସ୍ଵାମୀ ଚାହାନ୍ତି ଆମର ଘର ଗୋଟେ ବଗିଚା ପରି ହଉ, ଆମ ଘରୁ ଗୋଟେ ସବୁବେଳେ ସୁବାସ ବାହାରୁଥାଉ। ତ ସେ ପ୍ରକାର ଏକ ଉତ୍ତମ ଘର ତିଆରି କରିବା ଦାୟିତ୍ବ ଆମର। ଆମର ଘରକୁ ସଜାଡିବା ଦାୟିତ୍ବ ପ୍ରଭୁ ଆମମାନଙ୍କୁ ଦେଇଛନ୍ତି। ଆମର ଘରକୁ ଗଠନ କରିବାର ଦାୟିତ୍ବ ଆମମାନଙ୍କୁ ଦେଇଛନ୍ତି ପ୍ରଭୁ। ଆମର ଘରକୁ ସଜାଡି ରଖିବା, ସଫା ସୁତୁରା ରଖିବାର ଦାୟିତ୍ବ ପ୍ରଭୁ ଆମମାନଙ୍କୁ ଦେଇଛନ୍ତି। ପ୍ରଭୁଙ୍କର ମହାନ ନାମର ଧନ୍ୟବାଦ ହଉ। ଏ କଥା ଗୁଡିକ କହିଲା ବେଳେ ମୁଁ ନିଜକୁ ମଧ୍ୟ ରଖୁଛି, ମୁଁ କେତେ ଦୂର ଆଇରେ ମାନେ ଆସିଛି। ତ ପ୍ରଭୁ ସାହାଯ୍ୟ କରନ୍ତୁ ଯେ ଆମମାନେ ଶିଖିବା, ଆଉ ନିଜ ନିଜକୁ ଆମମାନେ ସଜାଡିବା, ଆଉ ଆମମାନଙ୍କର ସ୍ଵାମୀଙ୍କର ପସନ୍ଦ ନାପସନ୍ଦ କୁ ଜାଣି ସେ ଅନୁସାରେ ଆମମାନଙ୍କର ସ୍ଵାମୀ ମାନଙ୍କର ସହିତ ବ୍ୟବହାର କରିବା ଆମର ପ୍ରାର୍ଥନା ଆପଣ ମାନଙ୍କ ନିମନ୍ତେ। ଆଉ ଆମର ସ୍ଵାମୀ ସେ ଭଲ ଖାଦ୍ୟ ଚାହାନ୍ତି। ଭଲ ଖାଦ୍ୟ ମାନେ ଚିକେନ ମଟନ ଏଇଟା ନାହିଁ, ସୁସ୍ୱାଦୁ ଖାଦ୍ୟ, ହେଲ୍ଦି ଫୁଡ ସେ ଆମ ଠାରୁ ଚାହାନ୍ତି। ଯାହା ଅଛି ତାହା ଗୋଟେ ଦେଇଦେବା, କଣ ଅଟେ ନାହିଁ। ଆମେ ଗୋଟେ ପ୍ରପର ଡାଏଟ ସେମାନଙ୍କ ପାଇଁ ଆମେ ରଖିବାର ଆବଶ୍ୟକତା ରହିଛି। ସେମାନଙ୍କୁ କଣ ଖାଇଲେ ଏତିକିରୁ ଏତିକି ସମୟ ସେ ବାହାରେ ରହୁଛନ୍ତି, ତାଙ୍କର ପରିଶ୍ରମ ଅନୁସାରେ ଆମେ ତାଙ୍କୁ ଖାଦ୍ୟ ଦେବାର ଆବଶ୍ୟକତା ରହିଛି। ଯଦି କିଏ ଅଫିସ ରେ ବସି କାମ କରୁଛନ୍ତି, ସେ ଅନୁସାରେ ତାଙ୍କୁ ଖାଇବାର ଦେବାର ଅଛି। ଆଉ ଯୋଉମାନେ ଶାରୀରିକ ଭାବରେ ପରିଶ୍ରମ କରୁଛନ୍ତି, ସେ ଅନୁସାରେ ସେମାନଙ୍କର ଡାଏଟ କୁ ଆମେ ତିଆରି କରିବାର ଆବଶ୍ୟକତା ରହିଛି। ଆମ ସ୍ଵାମୀ ମାନେ କଠିନ ପରିଶ୍ରମ କରନ୍ତି, ଅନେକ ଯାଇ ଖରାରେ ସେମାନେ ପରିଶ୍ରମ କରୁଛନ୍ତି।
ସେ ଘରୁ ବାହାରିବା ସମୟରେ ଏଟଲିଷ୍ଟ ଖାଇକିନା ସେ ବାହାରନ୍ତୁ। ସେଟା ଆମମାନଙ୍କର ପ୍ରତ୍ୟେକ ଆମେ ଦେଖିବାର ଆବଶ୍ୟକତା ରହିଛି ଯେ ମୋ ସ୍ୱାମୀଙ୍କର ଖାଦ୍ୟ ମୋର ଦାୟିତ୍ୱ ସେଟା। ସେ କଣ ଖାଇବେ, କଣ ପସନ୍ଦ କରନ୍ତି। ନାଇଁ ହଁ ଫ୍ରିଜରେ ଅଛି 3 ଦିନର ସେ ବାସି ଡାଲିକୁ ଗରମ କରି କଣ ଗୋଟେ ବନେଇକିନା ଦେଇଦେବା, ସେମିତି ନାଇଁ ପ୍ରିୟ ଭଉଣୀ ମାନେ। ଆମେ ଗୋଟେ ପ୍ରପର ଡାଏଟ ଆମ ସ୍ୱାମୀ ମାନଙ୍କ, ସେ ଭଲ ଖାଇବାଟା ଚାହାନ୍ତି। ଦେଖିବେ ଆପଣଙ୍କୁ ସେ ଥ୍ୟାଙ୍କ ୟୁ କହୁଥାନ୍ତୁ କି ନ କହୁଥାନ୍ତୁ, ମାତ୍ର ତାଙ୍କର ପସନ୍ଦର କେବେ ଆପଣଙ୍କୁ ରୋଷେଇ କରିଦେଇଥିବେ, ତାଙ୍କର ମୁହଁର ତେଜ ଗୋଟେ ଅଲଗା ଥିବ। ଖାଇଲା ପରେ ତାଙ୍କର ମୁହଁକୁ ଦେଖିଲେ ଆପଣ ଜାଣିଦେବେ ଯେ ନା ଏଟା ତାଙ୍କୁ ପସନ୍ଦ ହେଇଛି। ତ ଆମ ସ୍ୱାମୀଙ୍କୁ ଟେଷ୍ଟି ଫୁଡ ର ଆବଶ୍ୟକତା ରହିଛି। ଆମେ ଜାଣିଛୁ ନା ଇସାକଙ୍କ ବିଷୟରେ ଲେଖା ଯାଇଛି ଆଦି ପୁସ୍ତକ 27:9। ତୁମ୍ଭେ ଏବେ ଗୋଠକୁ ଯାଇ ସେଠାରୁ 2 ଗୋଟି ଉତ୍ତମ ଛେଳି ଛୁଆ ଆଣ। ତହିଁରେ ତୁମ୍ଭର ପିତା ଯେ ରୂପ ଭଲ ପାଆନ୍ତି, ସେ ରୂପ ସୁସ୍ୱାଦୁ ଖାଦ୍ୟ ମୁଁ ରାନ୍ଧିଦେବି। ରିବିକାକୁ ଜଣା ଇସାକକୁ କେତିକି ତେଲ ଦରକାର, କେତିକି ମସଲା ଦରକାର, କେତିକି ଲୁଣ ଦରକାର। ଆଉ ଆମେ ସ୍ତ୍ରୀ ମାନେ ମଧ୍ୟ ବହୁତ ଭଲ ଭାବରେ ଜାଣିଛୁ ଯେ ମୋ ସ୍ୱାମୀକୁ କେତିକି ଲୁଣ ଦରକାର, ଚାରେ କେତିକି ଚିନି ଦରକାର, ସେ ଚାରେ କେତେ ଚିନି ହେଲେ ଖାଇବେ, ତେଲ କେତିକି ଦରକାର, ମସଲା କେମିତି ଦରକାର, ତାଙ୍କୁ କେମିତି ଚଟପଟା ଦରକାର ନା ଟିକେ ଫିକା ଦରକାର, ଏସବୁ ଆମେ ଜାଣିଛୁ ପ୍ରିୟ ଭଉଣୀ ମାନେ। ଆମେ ଅନେକ ସମୟରେ ଅଳସୁଆ ହେଇକିନା ସେମାନଙ୍କୁ ଯାହା ନାହିଁ ତାହା ଖାଇବା ପାଇଁ ଦେଇ ଦେଇଥାଉ। ଅନେକ ସମୟରେ ଇଜି ହୁଏ କଣ, ନୁଡଲ୍ସ। ଆମେ ଅନେକ ସମୟରେ ଫାଷ୍ଟ ଫୁଡ ଗୁଡିକ ଆମେ ଅନେକ ସମୟରେ ବେଶୀ ପ୍ରିପେୟାର କରୁ। ସେଟା ହେଲ୍ଦି ନୁହେଁ, ଅନହେଲ୍ଦି ଫୁଡ ଯାକ। ହଁ ସପ୍ତାହକୁ ଥରେ ଠିକ ଅଛି, କାଁ ଭାଁ ଖାଏ, ମାତ୍ର ଆମେ ଆମର ସ୍ୱାମୀ ମାନଙ୍କ ନିମନ୍ତେ ଆମେ ପ୍ରପର ଡାଏଟ କୁ ମଧ୍ୟ ଆମେ ରଖିବାର ଅଛି। କାରଣ ସେମାନେ ଖାଇଲେ ତ ଆମେ ସେ ବଳ ପାଇବେ, ଆଉ ସେମାନେ ଉତ୍ତମ ସ୍ୱାସ୍ଥ୍ୟ ଭୋଗ କଲା ପରେ ଯାଇକିନା ଆମମାନଙ୍କୁ ବାହାରୁ ସେମାନେ ଇନକମ କରି ଆଣିକିନା ଆମମାନଙ୍କୁ ଦଉଛନ୍ତି, ଆମମାନଙ୍କର ଯତ୍ନ ନେଉଛନ୍ତି, ଆମର ଘରକୁ ଚଳାଉଛନ୍ତି। ତ ପ୍ରିୟ ଭଉଣୀ ମାନେ, ଆମ ସ୍ୱାମୀ ମାନେ ଉତ୍ତମ ଖାଦ୍ୟ ମଧ୍ୟ ଚାହାନ୍ତି। ତେଣୁ ଅନେକ ସମୟରେ ତାଙ୍କର ପେଟକୁ ମଧ୍ୟ ଆମମାନଙ୍କୁ ଦେଖିବାର ଆବଶ୍ୟକତା ରହିଛି। ମୋ ଠାରୁ ଅନେକ ଅଭିଜ୍ଞ ମା ମାନେ ଏ ସ୍ଥାନରେ ବସିଛନ୍ତି। ଯଦି କହିବି ବୋଲେ ମୋ ଠାରୁ ଅଧିକ ଭଲ ସେ ଆପଣ ମାନଙ୍କୁ ସେମାନେ କହିପାରିବେ। ମାତ୍ର ମୁଁ ମୋର ଏ ଅଳ୍ପ ସମୟର ବୈବାହିକ ଜୀବନରେ ମୁଁ ଯାହା ଶିଖିଛି, ମୁଁ ତାହା ଆପଣ ମାନଙ୍କ ନିକଟରେ ରଖୁଅଛି। ଆମେ ଟିକେ ପରିଶ୍ରମ କରି ସେମାନଙ୍କର ଖାଦ୍ୟ ପ୍ରତି ମଧ୍ୟ ଆମେ ଧ୍ୟାନ ଦେବା। ଯାହା ନାହିଁ ତାହା ଆମେ ରୋଷେଇ କରିକିନା ଦେଇଦେବା ନାହିଁ। ଆମେ ଗୋଟେ କଣ କରିବାର ଅଛି, ହୁଏତ ହେଉନାହିଁ ବୋଲି କହିଲେ ସପ୍ତାହରେ କୋଉ ଦିନ କଣ ଗୋଟେ ଟାଇମ ଟେବୁଲ ମଧ୍ୟ ତିଆରି କଲେ ବହୁତ ବଢିଆ ହେବ। ଏଦିନ ଜଳଖିଆରେ ଇଡଲି ହେବ, ପୁରୀ ହେବ, ଏସବୁ ଆମେ ଯଦି ଗୋଟେ ପ୍ରପର ପ୍ଲାନ କଲେ ମଧ୍ୟ ବହୁତ ବଢିଆ ହେବ। କାହିଁକି ନା ଆମକୁ ଭାବିବାକୁ ପାଇଁ ପଡିବ ନାହିଁ। ଅନେକ ସମୟରେ କଣ ରାନ୍ଧିବି, ଜଳଖିଆରେ କଣ କରିବି, ଖରା ବେଳେ କଣ କରିବି, ଏଟା ବହୁତ ଟେନସନ ଥିବ ନା। ଜଳଖିଆ ସରୁ ସରୁ ଖରା ବେଳେ କଣ କରିବି। ଆମେ ଯଦି ଗୋଟେ ଟାଇମ ଟେବୁଲ ମଧ୍ୟ ତିଆରି କରିବୁ ବୋଲେ ଆମକୁ ମଧ୍ୟ ବହୁତ ଇଜି ହେବ। ଅନେକ ସମୟରେ ଅଶାନ୍ତି କଣ ହୁଏ ଘରେ, ମୋର ଯିବା ଟାଇମ ହେଲାନି, ଏଯାଇ ତୁମେ ଜଳଖିଆ ରେଡି କରିନ, ଏଯାଇ ତୁମେ ଖାଇବାଟା ପ୍ରସ୍ତୁତ କରିନ। ଏ ପ୍ରକାର ହୁଏ। ଅନେକ ସମୟରେ ଆମେ ବିଭିନ୍ନ ପ୍ରକାର ଅନେକ ଗୁଡିକ କାମରେ ବ୍ୟସ୍ତ ଥାଉ। ସ୍ୱାମୀ ଯୋଉ ସମୟରେ ଘରକୁ ଖାଇବାକୁ ଆସିବା ସମୟରେ ଆମର ଘରେ ରୋଷେଇ ମଧ୍ୟ ହେଇନଥାଏ। ଆମେ ଅନେକ ସମୟରେ ଏକ୍ସକ୍ୟୁଜ ମାରୁ, କଣ କରିବି, ଏ କାମ ସେ କାମ କରୁଥିଲି। ପ୍ରିୟ ଭଉଣୀ ମାନେ, ସେ କାମ ସହିତ ଏ କାମ ମଧ୍ୟ ଆମମାନଙ୍କୁ କରିବାର ଆବଶ୍ୟକତା ରହିଛି। ତ ଘରେ ଆସିବା ସମୟରେ ସେମାନଙ୍କୁ ଉତ୍ତମ ଖାଦ୍ୟ ମଧ୍ୟ ଦେବାର ଆବଶ୍ୟକତା ରହିଛି। କାରଣ ଇସାକ ଦେଖୁଛୁ, ଇସାକଙ୍କର ମରବା ବୟସ ହେଲାଣି, ମାତ୍ର ତାଙ୍କୁ ଟେଷ୍ଟି ଫୁଡ ଦରକାର। ଆଉ ସେଇ ଟେଷ୍ଟି ଫୁଡ ସେ ନିଜ ସ୍ତ୍ରୀ ଜାଣିଛନ୍ତି, ରିବିକା ଜାଣିଛନ୍ତି ଯେ ତାଙ୍କ ସ୍ୱାମୀଙ୍କୁ କେମିତି ଖାଦ୍ୟ ଦରକାର। ଆଉ ସେ ପ୍ରକାର ଖାଦ୍ୟ ଆମେ ପ୍ରସ୍ତୁତ କରିକିନା ଦେବା। ଅନେକ ସମୟରେ ମା ମାନେ କୁହନ୍ତି, ଶାଶୁ ମା ମାନେ କୁହନ୍ତି ଯେ ନାଇଁ ମୋର ପୁଅ ଭେଣ୍ଡି ଖାଉନଥିଲା, ଏବେ ଭେଣ୍ଡି କେମିତି ଖାଉଛି। ନାଇଁ ସେ ସ୍ତ୍ରୀ ସେମିତି ରୋଷେଇ କରିକିନା ସେ ସ୍ୱାମୀକୁ ଦେଇ ଦେଇଛି, ଶିଖେଇ ଦେଲେ ଯେ ସେ ଖାଇଦଉଛନ୍ତି। ପୋଟଳ ଖାଉନଥିଲା, ଏବେ ପୋଟଳ କେମିତି ଖାଇଦଉଛି। ନାଇଁ, ତାଙ୍କର ଟେଷ୍ଟ ଅନୁସାରେ ରନ୍ଧା ହେବାରୁ ସେ ଏବେ ସେଟା ଖାଇଦଉଛି। ଆମେ ସେ ପ୍ରକାର ହେବାର ଅଛି ପ୍ରିୟ ଭଉଣୀ ମାନେ। ହେଲ୍ଦି ବିଷୟ ଗୁଡିକ ଆମ ସ୍ୱାମୀ ମାନଙ୍କୁ ଦେବାର ଆବଶ୍ୟକତା। ମୁଁ ଗୋଟେ ଉଦାହରଣ ରଖେ, ମୁଁ ମୋ ସ୍ୱାମୀଙ୍କୁ ଏ ଦିନ ମାନଙ୍କରେ ମୁଁ ଟୋଟାଲି ଚିନି ଦଉନାହିଁ। ସେ ସକାଳେ ନାଲି ଚା ଟିକେ ପିଉଥିଲେ, ତା ଜାଗାରେ ମୁଁ ଅଲଗା ଗୋଟେ ଡ୍ରିଙ୍କସ ତାଙ୍କୁ ବନେଇକିନା ଦଉଛି, ଯୋଉଟା କି ତାଙ୍କ ଶରୀର ପାଇଁ
उत्तम से प्रकार आम जो विषय गुड़िक आम स्वामी मान हेल्दी स्वास्थ्य हितजनक से प्रकार खाद्य गुड़िक पार्टी को स्वाद लगे खाद्य गुड़िक आम प्रस्तुत करदेवा मुझे 3टा पॉइंट कहली आम स्वामी मैंने कौन चाहती आम ठारू से माने चाहती जे आम सब बेले भल देखा जाऊ समस्त बेस्ट आम मानकर लुक थाउ से चाहती आमर घर को से माने सफा देखा चाहती गोटे सफा घर दरकार आउ गोटे पॉइंट मु कहूली से भल खाद्य दरकार आउ गोटे विषय से माने निजे निजर निष्पत्ति नेबा चाहती अनेक समय आम स्त्री मानकर गुणपण नथिबा जगह सबु जगार आम मुंड पसई दे था सेटा आम स्वामी मान को पसंद नहीं अनेक स्वामी माने कही पारंती नहीं मात्र से माने दुख करती प्रिय भौणी मान तेणु जो जगार आम को कहबार आवश्यक नहीं आम से जगार आम कथा न कहू कारण आम जाचु प्रभु आम को मस्तक कर परिवार आमको स्वामी मस्तक कर प्रभु रखी ना स्त्री मानकर मस्तक होउछन्ते स्वामी माने आ मस्तक सब बेले डिसीजन नेबे तांको निर्णय नेबा पई छाड़ी दियंतु लीडरशिप रो दायित्व प्रभु स्वामी मान को देछन्ते परिवार को लीड कर नेबा दायित्व प्रभु स्वामी मान को देछन्ते तो सबु क्षेत्र रे आमे निष्पत्ति नेबा नै सबु जगह रे हमर मुंड को हम माने पसेबा नै देखे अनेक समय रे आमर मुंड पसाइबा द्वारा स्वामी माने दुख करती आमको कष्ट लगे बोली से माने अनेक स्थान रे चुप हे रुहंती किंतु ताहा अनेक समय कष्टदायक आमे प्रत्येक समय स्वामी अधीनता को स्वीकार करे तांकर निष्पत्ति रे आमनको सहाय्यकारिणी भाव रे प्रभु तैयारी करछन्ते सेमानको आमे सहाय्य करबा किंतु आमे मुंड हे प्रत्येक निष्पत्ति आमे नेबा नाइ तुमको एटा करबार अछि तुमको सेटा करबार अछि मु कहली परा तुमको ब्लैक शर्ट पिंदा बोली सबु बेले खाली व्हाइट शर्ट पिंदुथिबो एंती नाइ प्रिय भौणी मान स्वामी को तांकर निष्पत्ति नेबा पय तांको छाड़ी दियंतु से किछि निष्पत्ति नेबा पय चाहुचंती से निजे तांकर निजर निष्पत्ति नियंतु आउपरे आमे अनेक विषय आमे देखिछु अनेक रेफरेंस गुडिक मु अनेक कहिछि अधीनतार आशीर्वाद ए वाक्य मध्ये यूट्यूब रे थिबो से अधीनता विषय रे मु आपण मान को कहिछि तो आ अधिक मु कहिबा पय चाहे नै आम स्वामी चाहंती नै जे आमे सबु क्षेत्र रे मुंड पसेबा बेले तांकर सब निष्पत्ति रे आमे जे किछि करबा से सेटा चाहंती नै तांको अनेक समय से सब दुख कष्ट देई थाए आ आम परिवार रे मध्ये अशांति आनी थाए अनेक समय कहती ना तुम स्त्री स्त्री हिसाब रे रुह बोली सेतिकी कहिले आमे बुझी जिबा कारण आजिकली आमानकर स्वामी माने आमानकर सहित एते कारण से माने मध्ये वाक्य सुनुचंती आ तांकर से नम्रतार माने तांकर से सहाय करिबार तांको जो आज्ञा दिया जे नाइ स्त्री मान को प्रेम कर तांकर प्रेमर माने फायदा न उठाओ प्रभु आमको जो वाक्य देछन्ते से वाक्य को आमे मानिबा स्वामी मानकर वाक्य स्वामी माने मानन्तु जो द्वारा कि परिवार बहुत उत्तम भाव रे चलिबो प्रिय भौणी मान तो आमे तांकर प्रत्येक क्षेत्र रे आमे निष्पत्ति नेबा नहीं प्रभु लीडरशिप रो दायित्व स्वामी को देछन्ते आ से लीड करिनेले बहुत भलो हेबो आउ गोटे विषय आमे हमर स्वामी मानकर जत्न नेबा तांको टिके सेवा करबा प्रत्येक स्वामी माने तांको स्त्री को ठारे निजर मां को से माने खोजंती जो समय तांकर देह खराब हेबो से माने चाहिबे कि मो स्त्री टिके आसु मो पाखरे बसु मोर मुंड टिके चिपु मोर गोड़ टिके चिपु मोर हाथ टिके चिपु एटा से माने चाहंती मोर पाखरे टिके बसी मोर सहित टिके कथा वार्ता हो एटा प्रत्येक स्वामी माने चाहंती आउ प्रत्येक स्त्री माने निज स्वामी ठारे तांकर बापा को खोजंती आम ठारे से तांकर मां को मध्य देखिबा पाई चाहती से चाहती जे मो स्त्री मोर मां परे मोर जत्न नेउ आदि पुस्तक 24 रो 67 सेतेबेले इसाक रिबिका को ग्रहण करी अपना माता सारार तंबू को घेनी जाई ताहाको विवाह कला पुणी से ताहाको प्रेम कला तहिरे इसाक मातृमरण शोकरु सांत्वना पाइला जे समय से विवाह होचंती से समय तांकर मांकर मरी जाइथिबा शोक को से भूली जाउचंती से सांत्वना पाउचंती
ମନେ ପକାନ୍ତୁ ପ୍ରିୟ ଭଉଣୀ ମାନେ, ଯୋଉ ସମୟରେ ପିଲାମାନଙ୍କର ଦେହ ଖରାପ ହୁଏ, ଆମେ ରାତି ରାତି ଅନିଦ୍ରା ହଉ, ସେମାନଙ୍କର ସେବା କରୁ। ସେମାନେ ମା ପାଣି କହିଲେ ପାଣି ଦେଉ, ମା ମୋର ମୁଣ୍ଡ ବଥା ହଉଛି ମୁଣ୍ଡ ଚିପି ଦିଅ, ଗୋଡ ଚିପି ଦିଅ, ଏ ପ୍ରକାର ଆମେ ସେବା ଯତ୍ନ କରୁ। ଆମ ସ୍ଵାମୀଙ୍କୁ ମଧ୍ୟ ଆମମାନଙ୍କର ସେବା ଦରକାର। ଆମେ ଅନେକ ସମୟରେ ଆମେ ଭାବୁ ମୋର ସେବା ମୋର ସ୍ଵାମୀ କରନ୍ତୁ, ମୋର ଦେହ ଖରାପ ହେଲା ମୋର ଗୋଡ ଚିପନ୍ତୁ, ମୋର ମୁଣ୍ଡ ଚିପନ୍ତୁ, ମୋର ହାତ ଚିପନ୍ତୁ। ଆମର ସ୍ଵାମୀଙ୍କୁ ମଧ୍ୟ ସେଟା ଦରକାର। ସେ ଯେତେବେଳେ ହାଲିଆ ହେଇ ଆସିବେ, ମା ପରି ତାଙ୍କର ମୁଣ୍ଡ ଟିକେ ଆଉଁସି ଦେଲେ କିଛି ଅସୁବିଧା ନାହିଁ। ତାଙ୍କର ମୁଣ୍ଡକୁ ଟିକେ ମାଲିସ କରିଦେବାର ଆବଶ୍ୟକତା ରହିଛି, ତାଙ୍କର ମୁଣ୍ଡକୁ ଟିକେ ଛିପି ଦେବାର ଆବଶ୍ୟକତା ରହିଛି, ଗୋଡ ହାତ ଏସବୁ ଚାହାନ୍ତି। ଆମର ସ୍ପର୍ଶତା ଅନେକ ସମୟରେ ସେମାନଙ୍କୁ ବହୁତ କମ୍ଫର୍ଟ ଫିଲ୍ କରେ। ମୁଁ ଏ ସମୟରେ ଦେଖୁଛି ଆମମାନଙ୍କର ଜେଜେବାପା ଦେହ ଖରାପ ଅଛନ୍ତି, ଆମେ ସମସ୍ତେ ଥିଲେ ମଧ୍ୟ ସେ ଆମର ଜେଜେମାକୁ ଆଗା ଖୋଜୁଛନ୍ତି। କୁଆଡେ ଗଲା ସେ, କୁଆଡେ ଗଲା ସେ। ମୁଁ ଦେଖିଲି ବୋଲେ ଯେତେ ଲୋକ ଥିଲେ ମଧ୍ୟ ସ୍ଵାମୀକୁ ସ୍ତ୍ରୀ ଦରକାର ଆଉ ସ୍ତ୍ରୀକୁ ସ୍ଵାମୀ ଦରକାର, ବୋଲେ ସେଟା ଗୋଟେ କି ଆଶ୍ଚର୍ଯ୍ୟ ପ୍ରକାର ସମ୍ପର୍କ। ଆଉ ଆମ ସ୍ଵାମୀ ମଧ୍ୟ ଆମ ଠାରେ ସେ ମା କୁ ଦେଖିବା ପାଇଁ ଚାହାନ୍ତି, ତାଙ୍କର ଯତ୍ନ ନେବା। ସେ ଚାହାନ୍ତି ଯେ ନାଇଁ ମତେ ଟିକେ ମୋ ସ୍ତ୍ରୀ ଟିକେ ମତେ ଟିକେ ଦେଖୁ, ମୋର ସ୍ତ୍ରୀ ଟିକେ ମୋର ସେବା କରୁ, ମୋର ଯତ୍ନ ନେଉ, ମୋର କେୟାର କରୁ, ଏଟା ସେ ଚାହାନ୍ତି। ଆମେ ବି ଇଚ୍ଛା କରିବୁ ନା, ଆମେ ପେଟେ ଖାଇଥିଲେ ମଧ୍ୟ ସ୍ଵାମୀ ନ ଆଇବା ପୂର୍ବରୁ ଆମେ ଖାଇ ଦେଇଥିବୁ, ତାପରେ ତାଙ୍କୁ ଦେବୁ। ଖାଇସାରିଲା ପରେ ଖାଇସାରିଲେ ସିନା ଖାଇଲି କି ନାଇଁ ବୋଲି ଟିକେ ପଚାରି ନାହାନ୍ତି। ଏମିତି ହେଇଛି ନା? ମୁଁ ଭାବେ ଆମେ ଭୋକ ଲାଗୁଛି ବୋଲି ଆଗରୁ ସ୍ଵାମୀ ନ ଆଇବା ପୂର୍ବରୁ ଖାଇ ଦେଇଥାଉ। ତାପରେ ଆମେ ଭାବୁ ଯେ ମୋ ସ୍ଵାମୀ ଟିକେ ପଚାରିଲେ ବି ନାହିଁ, ଯଦି ସେ ବ୍ୟସ୍ତରେ ପଳେଇ ଯାଇଥିବେ ବୋଲେ ଦେଲାକୁ ଖାଇ ଦେଇକିନା ପଳେଇଲେ ସିନା ମୁଇଁ ଖାଇଲି କି ନାଇଁ ବୋଲି ଟିକେ ପଚାରି ନାହାନ୍ତି। ଆମେ ତାଙ୍କ ଠାରୁ ଏସବୁ ବିଷୟ ଗୁଡିକ ଆଶା କରୁଛୁ ପ୍ରିୟ ଭଉଣୀ ମାନେ। ତ ଆମ ସ୍ଵାମୀ ମଧ୍ୟ ଆମ ଠାରୁ ଏ ବିଷୟ ଗୁଡିକ ଆଶା କରନ୍ତି। ତାଙ୍କର ମୁଡ କେମିତି ଅଛି, ସେ କଣ ଚାହାନ୍ତି, ଏସବୁ ଅନେକ ସମୟରେ ଦେଖିବେ ଆମ ହାଲିଆ ହେଇଯାଇଥିବେ, ଥକି ଯାଇଥିବେ, କିଛି ଟେନସନ ରେ ଥିବେ, ଆମର ସ୍ପର୍ଶତା ସେମାନଙ୍କୁ କମ୍ଫର୍ଟ ପ୍ରଦାନ କରୁ। ଆମେ ଅନେକ ସମୟରେ କଣ କରୁ, ସେ ଟେନସନ ରେ ଥିଲା ବେଳେ ଆହୁରି ଅଧିକ ଟେନସନ ଆମେ ଦେଇ ଦେଇଥାଉ। ସେ ପ୍ରକାର ନ କରୁ ପ୍ରିୟ ଭଉଣୀ ମାନେ। ସେମାନଙ୍କର ମୁଡ କୁ ଦେଖିକିନା, ସେମାନଙ୍କର କି ପ୍ରକାର ଅବସ୍ଥାରେ ଅଛନ୍ତି ତାହା ଦେଖିକିନା ଆମେ ସେମାନଙ୍କର ସହିତ ବ୍ୟବହାର କରିବାର ଆବଶ୍ୟକତା ଅଛି। ଆଉ ଏକ ବିଷୟ ଆମେ ପଢିବା, ଦ୍ଵିତୀୟ ସାମୁଏଲ 1:26। ଦ୍ଵିତୀୟ ସାମୁଏଲ 1:26। ହେ ମୋହର ଭାଇ ଜୋନାଥନ, ମୁଁ ତୁମ୍ଭ ଲାଗି ବ୍ୟାକୁଳ ହେଉଅଛି। ତୁମ୍ଭେ ମୋହର ଅତି ତୃଷ୍ଟିଜନକ ଥିଲ। ମୋ ପ୍ରତି ତୁମ୍ଭର ପ୍ରେମ ଆଶ୍ଚର୍ଯ୍ୟ, ତାହା ସ୍ତ୍ରୀମାନଙ୍କ ପ୍ରେମରୁ ବଳିଗଲା। ହଁ, ଆମ ସ୍ଵାମୀ ମାନଙ୍କୁ ମଧ୍ୟ ସାଙ୍ଗସାଥି ଦରକାର ହେଲା। ସେମାନେ ନିଜ ସାଙ୍ଗସାଥି ମାନଙ୍କ ସହିତ ନିଜ ସମୟକୁ ସେମାନେ ବିତେଇବା ପାଇଁ ଚାହାନ୍ତି। ସେଥିପାଇଁ ଆମେ ବିରକ୍ତ ହେବା ନାହିଁ। ଯଦି ଅଧିକ ମିଶୁଛନ୍ତି ତାହା ଅସୁବିଧାର ବିଷୟ। ମାତ୍ର ସେ ଯଦି ତାଙ୍କର ସାଙ୍ଗ ମାନଙ୍କ ସହିତ କୁଆଡେ ଟାଇମ ସ୍ପେଣ୍ଡ କରିବା ପାଇଁ ଯାଉଛନ୍ତି, ଆମେ ବେଶୀ ବ୍ୟସ୍ତ ହେବା ନାହିଁ କି ଅଧିକ ମାନେ ସେ ସବୁ କେତେ ସାଙ୍ଗ ସାଙ୍ଗ ନାହିଁ, ସେମାନଙ୍କୁ ମଧ୍ୟ ସାଙ୍ଗ। ଏଠାରେ ଦେଖୁଛନ୍ତି ନା, ଦାଉଦ ଜୋନାଥନ କୁ କହୁଛନ୍ତି ତୁମର ପ୍ରେମ ମୋର ପାଇଁ ସ୍ତ୍ରୀ ମାନଙ୍କର ପ୍ରେମ ଠାରୁ ମଧ୍ୟ ବଳିଗଲା। ମାନେ ଆମ ସ୍ଵାମୀ ମାନଙ୍କୁ ମଧ୍ୟ ସାଙ୍ଗସାଥି ଦରକାର। ସେମାନେ ମଧ୍ୟ ଅନ୍ୟମାନଙ୍କ ସହିତ ସାଙ୍ଗ ହେବେ, ମିଶିବେ। ମାତ୍ର ସେଟା ସେମାନେ ନିର୍ଣ୍ଣୟ କରିବାର ଆବଶ୍ୟକତା ରହିଛି ଯେ କେତିକି ସେମାନଙ୍କର ସହିତ ମିଶିବେ। ଆମେ ସେମାନଙ୍କର ସାଙ୍ଗସାଥି ମଝିରେ ନ ଆସୁ ପ୍ରିୟ ଭଉଣୀ ମାନେ। ସେଥିପ୍ରତି ମଧ୍ୟ ସେମାନଙ୍କୁ ଆମେ ସ୍ଵାଧୀନତା ଦେବାର ଆବଶ୍ୟକତା ରହିଅଛି। ଆମେ ଅନେକ ସମୟରେ ସବୁ କ୍ଷେତ୍ରରେ ଆମେ ପଶି ଯାଇଥାଉ। ସେମାନଙ୍କ ସାଙ୍ଗସାଥି ମଧ୍ୟରେ ସେମାନଙ୍କୁ ସମୟ ଆମେ ବିତାଇବା ପାଇଁ ଦେବାର ଆବଶ୍ୟକତା ରହିଛି। ଆମେ ଦେଖୁ ଅନେକ ସମୟରେ ଆମକୁ ବିରକ୍ତ ଲାଗେ, ଆମର ଭାଇ ମାନେ ଆମର ଚର୍ଚ୍ଚ ସରିଲା ପରେ ଆହୁରି ଘଣ୍ଟାଟେ ସେମାନଙ୍କର ଚର୍ଚ୍ଚ ଚାଲେ। ଅନେକ ସମୟ ଭଉଣୀ ମାନଙ୍କୁ ବିରକ୍ତ ଲାଗି ଯାଉଥିବ, ଆଙ୍କର ପ୍ରାର୍ଥନା ସରି ନାହିଁ ତ ଆମେ ଜଲି ଭଉଣୀ ବଢିଆ ହସୁଛନ୍ତି, କାରଣ ତାଙ୍କର ବହୁତ ବଢିଆ ଅନୁଭୂତି ଅଛି। ଆଙ୍କର ପ୍ରାର୍ଥନା ସରି ନାହିଁ ତ ଆମେ ରୋଷେଇ ବାସ କରି ଖାଇ ଜଗିଥିବୁ। ବାଇବଲ ଷ୍ଟଡି ସର୍ବ 9ଟା ବେଳେ, ଆମର ଭାଇ ମାନଙ୍କର 9ଟା ବେଳେ ବାଇବଲ ଷ୍ଟଡି ସରିଲା ପରେ ଆହୁରି ଘଣ୍ଟାଟେ ସେମାନଙ୍କର ଷ୍ଟଡି ଚାଲେ। ସେମାନେ ଚା ପିଅନ୍ତି, ଗପନ୍ତି। ତ ସେ ସମୟରେ ଆମକୁ ବିରକ୍ତ ହେବାର ଆବଶ୍ୟକତା ନାହିଁ, କାରଣ ସେଟା ସେମାନଙ୍କର ସମୟ, ସେଟା ସେମାନେ ଚାହାନ୍ତି।
आमे केमती बसिकिना आमर गप चलीथिबो बोले इयाडे भजा बसैथिले से भजा पुड़ी जाउची सिना हमको ध्यान रहू नाही बसिकिना गपुचंती बोले हमको कहले हमको भी कष्ट तो आम स्वामी मानक मध्य तो सांगसाथी दरकार जेमती के जोनाथन को कहउछंती हे मोहर भाई जोनाथन मु तुम लागि व्याकुल हेउछि तुम्हे मोहर अति तृष्टिजनक थिल मो प्रति तुम्हर प्रेम आश्चर्य ताहा स्त्री मानक प्रेमरू बळीगला बेले आमनको सांग साथी मध्य आम स्वामी माने चाहते आ देखवा सेटा तांको ऊपर रहिला तो आमे निजको आमे सेथि प्रति माने विरक्त भाव बहिबा नाही ए गोटे सांग साथी बेसी होउथिबे नाही तांको से क्षेत्र रे मध्य आमे स्वाधीनता देबार आवश्यकता रहिछि आ गोटे विषय मोस्ट इम्पोर्टेंट से तांकर परिवार लोक को आ तांकर माँ बापा को प्रेम करबा पय चाहନ୍ତି अनेक समय आमे भौणी माने बाधा जन्माई थाउ ए क्षेत्र रे माँ बापा को जदि बेसी टिके प्रेम करदेले गले आमको जेलस फील हुए विवाह ହେଲା ପରେ ମିଶା ମା ବାପା ବାପା ହେଉଥିବେ ନାହିଁ ପ୍ରିୟ ଭଉଣୀ ମାନେ ତାଙ୍କୁ ତାଙ୍କର ମା ବାପାଙ୍କୁ ତାଙ୍କର ଲୋକ ବାକକୁ ସେମାନେ ପ୍ରେମ କରିବା ପାଇଁ ତାଙ୍କର ସହିତ ମିଶିକିନା ରହିବା ପାଇଁ ଇଚ୍ଛା ଅନେକ ସମୟରେ ଆମେ ସ୍ତ୍ରୀ ମାନେ ଫାଟ ସୃଷ୍ଟି କରିଥାଉ ଯେ ତୁମେ ତୁମର ମା ସହିତ ଆକା ବେଶୀ ସମୟ ତାଙ୍କର ତୁମର ଭାଇ ବନ୍ଧୁ ବୋଲେ ମଲା ଗଲା ପରେ ହେବ ସେ ପ୍ରକାର ନାହିଁ ତାଙ୍କୁ ଆମେ କେବେ ମଧ୍ୟ ଚେଷ୍ଟା ନ କରୁ ଯେ ତାଙ୍କର ମା ବାପା ତାଙ୍କର ରିଲେଟିଭ ମାନଙ୍କ ସହିତ ତାଙ୍କର ସମ୍ପର୍କକୁ ଆମେ କଟ୍ କରିବା ପାଇଁ କେବେ ମଧ୍ୟ ଆମେ ଚେଷ୍ଟା ନ କରୁ ଯଦି ଆମକୁ କେମିତି ଦାୟିତ୍ୱ ଦିଆହେଇଛି ଜ୍ଞାନବତୀ ସ୍ତ୍ରୀ ଆପଣା ଘରକୁ ଗୁନ୍ଥେ ଆମେ ଆମର ଘରକୁ ଗୁନ୍ଥି ରଖବା ସ୍ତ୍ରୀ ମାନେ ହେଉ ଆମର ଘରକୁ ଆମେ ଗୁନ୍ଥିକିନା ରଖବା ଆମକୁ କେତେ ଇଚ୍ଛା ଆମର ମା ବାପା ଘରକୁ ଯିବା ପାଇଁ ଯଦି ଆମ ସ୍ୱାମୀ ଆମକୁ ମନା କରେ ନାଇଁ ତୋର ମା ଘରକୁ ଯିବାକୁ ହେବ ନାହିଁ ତୋର ଭାଇ ଭଉଣୀ ସାଙ୍ଗେ କଥା ହେବାକୁ ହେବ ନାହିଁ ତୁ ସେମାନଙ୍କ ସାଙ୍ଗେ କଥା ହେବା ଦରକାର ନାହିଁ ଯଦି ଏମିତି ଆମକୁ କୁହାଯାଏ ଆମକୁ କେତେ କଷ୍ଟ ଲାଗିବ ତ ସେଇ ସମାନ ଇମୋସନ ଆମର ସ୍ୱାମୀ ଆଉ ତାଙ୍କର ପରିବାର ମଧ୍ୟରେ ରହିଛି ଆମେ କେବେ ମଧ୍ୟ ଚେଷ୍ଟା ନ କରୁ ଯେ ସେମାନଙ୍କୁ ଆମେ ଅଲଗା ଅଲଗା କରିବା ପାଇଁ ଯେହେତୁ ସେ ଆମ ସହିତ ହାତ ଧରିଛନ୍ତି ଆମ ସହିତ ଶାନ୍ତିରେ ରହିବା ପାଇଁ ଚାହୁଁଛନ୍ତି ବୋଲି ଅନେକ ସମୟରେ ତାଙ୍କୁ କଷ୍ଟ ହେଲେ ମଧ୍ୟ ସେ ମା ବାପାଙ୍କ ଠାରୁ ଅଲଗା ହିଁ ଆମ ସହିତ ରୁହନ୍ତି କିନ୍ତୁ ତାଙ୍କର ହୃଦୟ ସେ ସମୟରେ କାନ୍ଦେ ତେଣୁ ପ୍ରିୟ ଭଉଣୀ ମାନେ ମୁଁ କହିବାକୁ ଚାହେଁ ନିଜର ଆତ୍ମୀୟ ମାନଙ୍କ ସହିତ ସେ ଭଲ ସମ୍ପର୍କରେ ରହିବାକୁ ଚାହାନ୍ତି ତ ସେ ସମ୍ପର୍କ ଆମ ପାଇଁ ଯେମିତି ନଷ୍ଟ ନହୁଏ ସେଥିପ୍ରତି ଆମମାନେ ଧ୍ୟାନ ଦେବା ଗୋଟେ ଭଲ ମାହୋଲ ତିଆରି କରିବା ଆଉ ମୋ ସ୍ୱାମୀଙ୍କର ଯେତିକି ରିଲେଟିଭ ଅଛନ୍ତି ମୋ ସ୍ୱାମୀ ଚାହାନ୍ତି କି ସେ ସମସ୍ତଙ୍କ ସହିତ ସେ ଖୁସିରେ ବାସ କରିବା ପାଇଁ ତ ସେମାନଙ୍କ ସହିତ ସେ ପ୍ରେମରେ ରୁହନ୍ତୁ ଆନନ୍ଦରେ ରୁହନ୍ତୁ ସେ ପ୍ରକାର ମାହୋଲକୁ ଆମେ ତିଆରି କରିବା ଆମେ ସବୁବେଳେ ତୁମର ଭାଇ ଏମିତି ତୁମର ମା ଏମିତି ତୁମର ବାପା ଏମିତି ସେମାନେ ଏମିତି କଲେ ସେମିତି କଲେ ସେଇଟା କହି 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 ଆମ ସ୍ୱାମୀଙ୍କର ହୃଦୟରେ ତାଙ୍କର ପରିବାର ଲୋକମାନଙ୍କ ପ୍ରତି ଘୃଣା ଭାବ ଆମେ ଜନ୍ମ ନ କରୁ ସେମାନେ ଚାହାନ୍ତି ଆମକୁ ଆମର ମା ବାପା ବିଷୟରେ କି ଆମର ଭାଇ ବିଷୟରେ ଆମର ଭଉଣୀ ବିଷୟରେ କହିଲେ ଆମକୁ କେତେ କଷ୍ଟ ଲାଗୁଛି ଆମକୁ ଯଦି କୁହାଯିବ ତୁମେ ମାସେ ଯାଇ ତୁମର ଘର ଲୋକ ସହିତ ତୁମେ କଥା ହବ ନାହିଁ ତୁମେ ସେମାନଙ୍କ ସହିତ ମିଶିବ ନାହିଁ ତାଙ୍କ ଭଲରେ ମନ୍ଦରେ ସୁଖରେ ଦୁଃଖରେ କୁଆଡେ ଯିବ ନାହିଁ କେତେ କଷ୍ଟ ଲାଗିବ କିନ୍ତୁ ଆମେ ସ୍ତ୍ରୀ ମାନେ ଆମ ସ୍ୱାମୀ ମାନଙ୍କୁ ହାତ ମୁଠାରେ କରି ତାଙ୍କର ଘର ଲୋକ ଠାରୁ ଅଲଗା କରି ଆମର ଘର ଲୋକ ସହିତ ଆମେ ଅନେକ ସମୟରେ ଆଟାଚ କରିଦେଇଥାଉ ଆମେ ଦୁଇଟା ପରିବାରକୁ ବାଲାନ୍ସ କରି ରଖିବାର ଆବଶ୍ୟକତା ରହିଛି ଆଉ ପରିବାରକୁ ଆମ ସ୍ୱାମୀ ଚାହାନ୍ତି ଯେ ତାଙ୍କର ରିଲେଟିଭ ତାଙ୍କର ପ୍ୟାରେଣ୍ଟସ ମାନଙ୍କ ସହିତ ସେ ମିଶିକିନା ରହିବା ପାଇଁ ତାଙ୍କୁ ପ୍ରେମ କରିବା ପାଇଁ ତ ଆମେ ସେ ପ୍ରକାର ନିଜ ନିଜକୁ ଆମେ ପ୍ରସ୍ତୁତ କରୁ ପ୍ରିୟ ଭଉଣୀ ମାନେ ଆମେ ଆମର ସ୍ୱାମୀଙ୍କର ପରିବାର ଲୋକ ସହିତ ଆମ ସ୍ୱାମୀଙ୍କର ମାନେ ଫାଟର କାରଣ ନ ହଉ ସେମାନଙ୍କର ବିଘ୍ନର କାରଣ ନ ହଉ ସେମାନଙ୍କୁ ଅଲଗା ଅଲଗା କରିବାର କାରଣ ନ ହଉ ସେମାନଙ୍କୁ ଏକତ୍ର ଆଣିବାର କାରଣ କରୁ ସେମାନଙ୍କୁ ଆମେ ମିଶେଇକିନା ରଖିବା ପାଇଁ ଆମେ ଚେଷ୍ଟା କରିବା ଅନେକ ସମ୍ପର୍କ ଗୁଡିକ ଖରାପ ହେଇଯାଇଥିବା ସମୟରେ ଆମେ ଚେଷ୍ଟା କରି ସେମାନଙ୍କର ସମ୍ପର୍କକୁ ଆମେ ଯୋଡିବା ଏଇଟା ଆମ ସ୍ୱାମୀ ଚାହାନ୍ତି ଆଉ ଶେଷ ବିଷୟ ମୁଁ ଆପଣମାନଙ୍କ ନିକଟରେ ରଖିବାକୁ ଚାହେଁ ମୁଁ କହୁଥିଲି ନା ସେ ଭଲ ଖାଦ୍ୟ ଚାହାନ୍ତି ସେ ଭଲ ସଫା ଘର ଚାହାନ୍ତି ସେ ଆମକୁ ବେଷ୍ଟ ଦେଖିବା ପାଇଁ ଚାହାନ୍ତି
ମାତ୍ର ସେ ତାଙ୍କର ସ୍ତ୍ରୀକୁ ସବୁବେଳେ ତାଙ୍କର ପାଖରେ ଦେଖିବା ପାଇଁ ଚାହାନ୍ତି। ଆମେ ଭଲ ରୋଷେଇ ଆମ ସ୍ୱାମୀ ଗୋଟେ କୁକ୍ କୁ ଚାହୁଁନାହାନ୍ତି, ଆମ ସ୍ୱାମୀ ଗୋଟେ ସର୍ଭେଣ୍ଟ କୁ ଚାହୁଁନାହାନ୍ତି, କି ଆମ ସ୍ୱାମୀ ତାଙ୍କର ମା ବାପାଙ୍କର ବୋହୂକୁ ଦେଖିବା ପାଇଁ ଚାହୁଁନାହାନ୍ତି, କି ତାଙ୍କର ପିଲାମାନଙ୍କର ମା କୁ ଦେଖିବା ପାଇଁ ଚାହୁଁନାହାନ୍ତି। ସେ ତାଙ୍କର ସ୍ତ୍ରୀକୁ ସବୁବେଳେ ତାଙ୍କର ସହିତ ଦେଖିବା ପାଇଁ ଚାହାନ୍ତି। ତ ଆମେ ସବୁବେଳେ ଆମ ସ୍ୱାମୀଙ୍କର ସ୍ତ୍ରୀ ହେଇ ରହିବାକୁ ଆମେ ଚେଷ୍ଟା କରିବା, ଯଦ୍ୱାରା କି ଆମ ପରିବାର ପ୍ରଭୁରେ ଆହୁରି ଅଧିକରେ ଅଧିକ ଷ୍ଟ୍ରଙ୍ଗ ହେବ। ଆଉ ପ୍ରଭୁ ଆମକୁ ଯାହା ଶିଖାଉଛନ୍ତି ପ୍ରିୟ ଭଉଣୀ ମାନେ, ସେ ପ୍ରକାର ଆମର ଜୀବନକୁ ଆମେ ଗଢି ତୋଳିବା। ଆମେ କେହି ମଧ୍ୟ ପରଫେକ୍ଟ ନାହିଁ। ଏସବୁ ବିଷୟ ଗୁଡିକ ଆମେ ଧୀରେ ଧୀରେ ଶିଖିବା, ଆଉ ଆମ ସ୍ୱାମୀଙ୍କୁ ଆମେ ଜାଣିବା। ଆଉ ଆମ ସ୍ୱାମୀଙ୍କର ଗୋଟେ ପସନ୍ଦ ହେଲା ପରେ, ଆଜିଠାରୁ ଯଦି ଆମେ କରିନାହୁଁ, ଆଉ ଅନେକ ଜଣ ଆମେ କରି ଆସିଛୁ, ଆହୁରି ଅଧିକ ଟିକେ ଆମ ସ୍ୱାମୀଙ୍କୁ ଜାଣି ସେ ଅନୁସାରେ ଆମେ ନିଜ ନିଜକୁ ଆମେ ବ୍ୟବହାର କରିବା। ପ୍ରଭୁ ଅଳ୍ପ ବାକ୍ୟରେ